অনেক আমি বাক্য শুনিয়েছো ঈশ্বরଙ୍କ বাক্য বাস্তবে জীবন্ত କାର୍ଯ୍ୟ ସାଧନ ଏଣୁ ମୋର ପ୍ରିୟମାନେ ଯଦି ଆମେ ବାକ୍ୟ ମନୋଯୋଗୀ ନ ହେବା ମୁଁ ଆଗରୁ ଜାଗ୍ରତ କରୁଛି ଶୁଣାଯାଇଥିବା ବାକ୍ୟ ପ୍ରତି ଅଧିକ ମନୋଯୋଗ ହେବା ଆବଶ୍ୟକ ତେବେ ଆପଣ ବାକ୍ୟରେ ପୂର୍ଣ୍ଣତା ପାଇବେ ଯଦି ଆପଣ ବାକ୍ୟ ଅବହେଳା କରିବେ ତେବେ ଆପଣ ଲକ୍ଷ୍ୟଭ୍ରଷ୍ଟ ହେବେ ଆମର ଲକ୍ଷ୍ୟ ଉଦ୍ଦେଶ୍ୟ ଏଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ 2025 ବର୍ଷ ତଳେ ସେ ଆସିଥିଲେ ପ୍ରତ୍ୟେକ ମଣିଷର ତାଙ୍କ ଲକ୍ଷ୍ୟ ତାଙ୍କ ଉଦ୍ଦେଶ୍ୟ ଦେବା ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଥିଲେ ପ୍ରଥମ ମୁଁ କହିବାକୁ ଚାହେଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି ଜଗତକୁ ଆସିଥିଲେ why Jesus came in this world ଅନେକ ଏ ଜଗତକୁ ଆସିଛନ୍ତି କିନ୍ତୁ ସେମାନେ ନିଜ ନିଜ ସ୍ୱାର୍ଥ ପାଇଁ ନିଜ ନିଜ ସେମାନେ ଉପାୟ ପାଇଁ ବା ନିଜ ନିଜ ସେମାନେ ଅନେକ ଗୌରବ ପାଇଁ ଆସିଥିଲେ କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୋଟେ ବିଷୟ କହୁଥିଲେ ଯେ ଯେତେବେଳେ ମୁଁ ଦେଖିପାରୁଛି ଯୀଶୁ ନିଜେ କହୁଥିଲେ ମୁଁ ସେବା କରିବା ପାଇଁ ମୁଁ ଆସିଛି ସେବା ପାଇବା ପାଇଁ ନୁହେଁ ହାଲେଲୁୟା ସେ ଯୀଶୁ ଆସିଲେ ପ୍ରଥମେ ସେବା କରିବା ପାଇଁ କାହାକୁ ସେବା କରିବେ କୋଉମାନଙ୍କ ପାଇଁ ସେବା କରିବେ ମୋର ପ୍ରିୟମାନେ ବାସ୍ତବରେ ଆମେ ଦେଖିପାରୁଛୁ ଯେତେବେଳେ ଆମେ ଜନ୍ମ ବିଷୟ ଜାଣିଛୁ ହେରୋଦ ରାଜାଙ୍କ ସମୟରେ ହେରୋଦ ଯେ ସମୟରେ ବେତଲେହେମରେ ହେରୋଦ ରାଜା ଅଛନ୍ତି ସେହି ସମୟରେ ପଣ୍ଡିତ ମାନେ କେତେ ଜଣ ପଣ୍ଡିତ ଏ ସ୍ଥାନରେ କେତେ ଜଣ ପଣ୍ଡିତ ମୁଁ ବି ଜାଣିନି ହାଉ ମେନି ଅଫ ଦ ୱାଇଜ ମେନ୍ କେତେ ଜଣ ପଣ୍ଡିତ ମୁଁ ଜାଣିନି କିନ୍ତୁ କେତେଟା ବିଷୟ ବସ୍ତୁ ଆଗରେ ଯୋଡ଼ାଯାଏ ପ୍ରକାଶ କରେ 3 ଜଣ ପଣ୍ଡିତ ହାଲେଲୁୟା ହାଲେଲୁୟା ସେମାନେ ଯାଉ ସେମାନେ କେତେ ବର୍ଷର ଗତି ଯାତ୍ରା ଆପଣ ସେଦିନ ମୁଁ କହିଥିଲି ଗତ ସପ୍ତାହ ଜାଣିଛନ୍ତି କି ପ୍ରଭୁଜୀ ପଣ୍ଡିତ ମାନେ ଯୀଶୁଙ୍କୁ ଅନ୍ୱେଷଣ କରୁ କେତେ ବର୍ଷ ଲାଗିଥିଲା ଦୀର୍ଘ 2 ବର୍ଷ ହାଲେଲୁୟା ଆପଣ ଯେଉଁମାନେ 2 ବର୍ଷର ଘଟଣା ଆପଣ ଚିନ୍ତା କରନ୍ତୁ କେତେ ଦୂରରୁ ଅନେକ ବହୁ ଦୂରରୁ ହଜାର ମାଇଲରୁ ସେ ବେତଲେହେମକୁ ଯାଇଛନ୍ତି ସେ ପଣ୍ଡିତ ମାନେ କାହିଁକି ଯାଇଛନ୍ତି ୱାଇଜ ମେନ୍ ପଣ୍ଡିତ ବିଜ୍ଞ ଲୋକମାନେ ସେମାନେ ସାଧାରଣ ବ୍ୟକ୍ତି ନାହାନ୍ତି ଆଜି ମୁଁ କାଲି ୟୁଟ୍ୟୁବରୁ ମୁଁ ଶୁଣୁଥିଲି ଜଣେ ଯୁବା ବ୍ୟକ୍ତି ସେ ପ୍ରକାଶ କରୁଥିଲେ ଯୀଶୁ ଖ୍ରୀଷ୍ଟ ପୁଣି ଜନ୍ମଗ୍ରହଣ କରିଛନ୍ତି ସେ ନିଜକୁ ଯୀଶୁ ସିନା କହିଲେ ସେ ଖ୍ରୀଷ୍ଟ କହିନାହାନ୍ତି ହଁ ମୋର ପ୍ରିୟମାନେ ଯିଏ ନିଜକୁ କହିବେ ଅନ୍ୟମାନେ କହିଲେ ସିନା ସୁନ୍ଦର ହବ ଯୀଶୁ ନିଜେ ଯୀଶୁ ସିନା କହିଲେ ଖ୍ରୀଷ୍ଟ କାରଣ ସେ ଅଭିଷେକ କହିନାହାନ୍ତି କାଲି ଆସିଥିଲେ ଏତେ ତାଙ୍କର ମୁଁ ଭାଷା ଶୁଣି କ'ଣ ଗୋଟେ କମେଣ୍ଟ ମାରି ମୁଁ କହୁଥିଲି କିନ୍ତୁ ନାଇଁ ବୋଲି ବାସ୍ତବରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଖ୍ରୀଷ୍ଟ ମାନେ ଅଭିଷିକ୍ତ ବ୍ୟକ୍ତି ଆପଣ ମୋ ପାଇଁ ସେ anointed person ହାଲେଲୁୟା ହାଲେଲୁୟା ଜଗତରେ ଆସିଥିଲେ ସେମାନେ କିଏ anointed ହେଇନାହାନ୍ତି ଏଣୁ ତ ଆଜି ପ୍ରଭୁଙ୍କ ଦାସ କହୁଥିଲେ ଅତି ସୁନ୍ଦର ସେ କ'ଣ ଜନ୍ମ ହେଇଥିଲେ ରାଜା ହିଁ ଜନ୍ମଗ୍ରହଣ କରିଛନ୍ତି ହାଲେଲୁୟା ଆମେ ମାଥ୍ୟୁ 2 ଆମେ ପଢୁଛୁ ଯେଉଁମାନଙ୍କର ରାଜା କେଉଁଠାରେ ଜନ୍ମଗ୍ରହଣ କରିଛନ୍ତି କାରଣ ଆମେ ଅନ୍ୱେଷଣ କରୁଛୁ ହାଲେଲୁୟା ହେରୋଦ ରାଜାଙ୍କ କଥା କିଏ ପଚାରୁଛନ୍ତି ପଣ୍ଡିତ ମାନେ କାରଣ ଯେଉଁ ସେ ବେତଲେହେମ ସେ ପ୍ରବେଶ କଲେ ମୋର ପ୍ରିୟମାନେ ବେତଲେହେମ ସବୁ କିଛି ଟିକେ କହିଦେବି ବେତଲେହେମ ଗୋଟେ ଅତି କ୍ଷୁଦ୍ର ବେତଲେହେମ ଥିଲା ଅତି କ୍ଷୁଦ୍ର ମାନେ ସମସ୍ତ ଦେଶ ମଧ୍ୟରେ ଅତି କ୍ଷୁଦ୍ର ଅତି ନିୟନ ଅତି ପୁରା ଛୋଟ ଦେଶ ଥିଲା ଯଦି ଆପଣ ସେଟା ଖୋଲିବେ ହୁଏତ ମିଖା 9:2 ବୋଧେ ଲେଖା ଅଛି ଖୋଲନ୍ତୁ ମିଖା 9:2 ଲେଖା ହେଇଥିବ ଯେ ପ୍ରାତା ଯୁଦ୍ଧମାନଙ୍କୁ ଅତି କ୍ଷୁଦ୍ର ବୋଲି ଲେଖା ହେଇଛି ଜିହୁଦାର ସହସ୍ର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ ତୁମ ମଧ୍ୟରେ ଇସ୍ରାଏଲର ଶାସନକର୍ତ୍ତା ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ ପୁରାତନ କାଳରୁ ଅନାଦି କାଳ ତାହାଙ୍କର ଉତ୍ପତ୍ତି ହାଲେଲୁୟା ମୋର ପ୍ରିୟମାନେ ଯୀଶୁ ଖ୍ରୀଷ୍ଟଙ୍କର
ଜନ୍ମ ଅନେକ ଏଥିପାଇଁ ଆଜି ବାଇବେଲ କୌଣସି ତାର ଡେଟ୍ ତାରିଖ ଦିଆଯାଇନାହିଁ, କାରଣ ତାଙ୍କର ଜନ୍ମ କେବେ ପୁରାତନ କାଳରୁ ଅନାଦି କାଳ ପର୍ଯ୍ୟନ୍ତ ତାର ଉତ୍ପନ୍ନ ଥିଲା, କାରଣ ସେ ଈଶ୍ୱରଙ୍କ ସଙ୍ଗରେ ଥିଲେ। ଅନେକ ସମୟ ଗତ ଦିନ କଥା କହିଲେ ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେଇ ବାକ୍ୟ ଈଶ୍ୱର ଥିଲେ, ସେଇ ବାକ୍ୟ କଣ ହେଲା? ଦେହବନ୍ତ ହେଲା ଜନ 1:14। ହାଲେଲୁୟା। କାହିଁକି ଆସିଥିଲେ ସେ ଦେହବନ୍ତ? କାହିଁକି ଆବଶ୍ୟକତା ଥିଲା? ଇନକାର୍ନେସନ ଲୋକେ କହନ୍ତି ପ୍ରଭୁ ଯୀଶୁ ଦେହବନ୍ତ ହେଲେ। ମୋର ପ୍ରିୟମାନେ, ଅନେକ ମୁଁ ସେ ପୁନରୁକ୍ତି ମୁଁ କହିବାକୁ ଚାହୁଁନି। ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ମୁଁ ଚାରିଟା ବିଷୟରେ ଆଶ୍ଚର୍ଯ୍ୟ ବିଷୟ କହିଥିଲି। କିଏ କହିବେ? ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଚାରୋଟି ବିଷୟ ଥିଲା, ଅଲୌକିକ ବିଷୟ। ଆପଣ ହୃଦୟ ମୁଁ ଗତ ସପ୍ତାହରେ କହିଥିଲି, କୁହନ୍ତୁ ମନେ ପଡୁନି, ମୁଁ କହିବି। ସେ ପବିତ୍ରାତ୍ମାଙ୍କ ଦ୍ୱାରା କର୍ତ୍ତୃକ ପାଇଁ ଜନ୍ମଗ୍ରହଣ କରିଛନ୍ତି, ଆଉ କୁମାରୀଙ୍କ ଦ୍ୱାରା ଅନୁରାଗଙ୍କ ଦ୍ୱାରା ଜନ୍ମଗ୍ରହଣ କରିଛନ୍ତି, ଆଉ ବାକ୍ୟ ଦ୍ୱାରା ଜନ୍ମଗ୍ରହଣ କରିଛନ୍ତି, ଆଉ ରାଜା ହେଇ ଜନ୍ମଗ୍ରହଣ। ହାଲେଲୁୟା। ମୁଁ ଦୁଃଖିତ ଆପଣ ମନେ ପକାଉନାହାନ୍ତି। ଚାରିଟା ବିଷୟ ଆଶ୍ଚର୍ଯ୍ୟ ବିଷୟ ଥିଲା। ସେ ରାଜା ହେଇ ଜନ୍ମଗ୍ରହଣ କରିଛନ୍ତି। କୋ ବ୍ୟକ୍ତି, କୋ ମହାପୁରୁଷ କୌଣସି ନାମ ଉପାଧି ପାଇକି ଜନ୍ମଗ୍ରହଣ ଶୁଣିଛନ୍ତି କି? କିଏ কোন শিক্ষক এই জন্মগ্রহণ করবে, কিଏ মন্ত্রী কি জন্মগ্রহণ করবে, না কিଏ যে কোন ব্যক্তি কি কোন জন্মগ্রহণ করে না, কিন্তু প্রভু যীশু খ্রিস্ট রাজা হিসেবে জন্মগ্রহণ করেছেন। হালেলুয়া।